এটা হচ্ছে 57 নম্বর জাতীয় রাজপথ। এই যে বস টি কালি রাতে আসিଥିଲା ঘন কুহুড়ি তা সাংকু কুহযাଉଛି যে ড্রাইভর কু নিଦ লাগিবা কারণରୁ এভଳି ଏକ ଅଘଟଣ ଘଟିଲା। ଆପଣ ଯୋଉ ଚିତ୍ର ଦେଖୁଛନ୍ତି ଇଏ ହଉଛି ସେଇ ବସ୍ ର ଚିତ୍ର ଯୋଉଠି କି ଇଏ ବିଲ ଭିତରକୁ ଖସି ପଡିଛି ବସ୍ ଟି। ଆଉ ସବୁଠୁ ବଡ କଥା ହେଲା ବସ୍ ଟି ଏଠି ଗୋଟେ ଇଲେକ୍ଟ୍ରିକ ଖୁଣ୍ଟ ଆପଣଙ୍କୁ ଦେଖିବାକୁ ଚାହିଁବି ଯୋଉ ଇଲେକ୍ଟ୍ରିକ ଖୁଣ୍ଟଟି ରହିଛି ସିଧା ଇଲେକ୍ଟ୍ରିକ ଖୁଣ୍ଟ ରହିଛି ସେ ଇଲେକ୍ଟ୍ରିକ ଖୁଣ୍ଟରେ ସେ ସିଧା ସଳଖ ଆସିକି ପ୍ରଥମେ ଧକ୍କା ହୋଇଛି ଏବଂ ତାପରେ ବସ୍ ଟି ବିଲ ଭିତରକୁ ଖସି ପଡିଛି ଯାହାଫଳରେ କି ବସ୍ ରେ କୁହାଯାଉଛି ଯେ ପାଖାପାଖି 50 ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ ଯୋଉମାନେ ଏଇ ବରଗଡ଼ରୁ ଆସୁଥିବା ବସ୍ ଟି ଭୁବନେଶ୍ୱରରେ ପହଞ୍ଚିବା କଥା ପ୍ରାୟ ଭୋର 4ଟାରେ ପହଞ୍ଚିବା କଥା କିନ୍ତୁ ତା ପୂର୍ବରୁ ଇଏ ବାଘମାରୀ ବେଗୁନିଆ ବାଘମାରୀ ରାସ୍ତା ମଝିରେ ହିଁ ବସ୍ ଟି ଧକ୍କା ଦେଇକି ବିଲ ଭିତରକୁ ଖସି ପଡିଥିଲା। ରାସ୍ତାରୁ ପ୍ରାୟ 6 ଫୁଟରୁ 7 ଫୁଟ ତଳକୁ ରହିଛି ଯୋଉ ବିଲଟି ସେ ଭିତରକୁ ଖସି ପଡିଥିଲା। ଏଥିରେ ମଧ୍ୟ ଯାତ୍ରୀ ମାନେ ଯୋଉ ଥିଲେ ସେଥିରୁ ବହୁତ ଯାତ୍ରୀ ଆହତ ହୋଇଛନ୍ତି କିନ୍ତୁ ତାଙ୍କ ଭିତରୁ 10 ଜଣଙ୍କର ଅଧିକ ଆହତ ହୋଇଛନ୍ତି ଏବଂ ଜଣଙ୍କର ହାତ ମଧ୍ୟ ଏଠି ଚାପିକି ଥିଲା ଯାହାକୁ ଉଦ୍ଧାର କରାଯାଇଛି। ଯୋଉ ଯାତ୍ରୀ ମାନେ ତାଙ୍କ ଭିତରୁ କିଛି ଯାତ୍ରୀ ଏବେ ବି ଅପେକ୍ଷା କରୁଛନ୍ତି କାରଣ ତାଙ୍କର ସାମଗ୍ରୀ କିଛି ସେ ବସ୍ ଭିତରେ ବି ଏବେ ରହିଛି। ଆପଣ କୋଉଠୁ ଆସୁଥିଲେ ଏଇ ଘଟଣା କେତେବେଳେ ଘଟିଲା? ବଡରୁ 2:15 ରେ ହେଲା। ଆଚ୍ଛା କଣ ହେଲା ତମେ ଯେତେ ବସିଥିଲ ତମେ ବସ୍ ରେ ବସିଥିଲ ହଠାତ୍ କେମିତି କଣ ହେଲା? ସେ ପୋଲୁ ବାଡେଇ ତ ଓଲଟେଇ ଦେଲା ଆଉ ସେଇ କୁହୁଡା ହଉଥିଲା ଡ୍ରାଇଭର ଓଲଟେଇ ଦେଲୁରୁ ଆମେ କିଏ ଗଲୁ ସବୁ ଶୋଇଥିଲୁ ତାପରେ ଲୋକ କାଞ୍ଚ ବାଡେଇକି ଆଉଥରେ ଉପର ପଟେ ବାହାରିଲୁ। ସେତେବେଳେ ଗୋଟେ କଣ କେମିତି କଣ ହେଲା ବସ୍ ବେଶୀ ହଉଥିଲା କୁହୁଡା ହେଲୁ ସେ ବାଡେଇ ଦେଲା। ରଶ୍ମି ଦେଖନ୍ତୁ ଏଇ ଯୋଉ ଆପଣ ଦେଖୁଥିବେ ଏଇ ଯୋଉ ଇଲେକ୍ଟ୍ରିକ ଖୁଣ୍ଟଟି ଦେଖନ୍ତୁ ସୌଭାଗ୍ୟର କଥା ହଉଛି ଯେ ଇଲେକ୍ଟ୍ରିକ ଖୁଣ୍ଟ ସହିତ ତାରର ସଂଯୋଗ ଯଦିଓ ଥିଲା କିନ୍ତୁ ବସ୍ ଧକ୍କା ଦେବା ପରେ ତାରଟି ବସ୍ ଉପରେ କୌଣସି ପ୍ରକାର ପଡ଼ିନାହିଁ ଯୋଉଟା ହଉଛି ସବୁଠାରୁ ବଡ ସୌଭାଗ୍ୟର କଥା। କିନ୍ତୁ ଯଦି ସେଭଳି କିଛି ହେଇଥାନ୍ତା ତାହେଲେ ହୁଏତ ଚିତ୍ର ଭିନ୍ନ ହେଇଥାନ୍ତା ଏବଂ ଏକ ବଡ ଅଘଟଣ ଘଟିଥିବା କଥା କୁହାଯାଇଥାନ୍ତା କିନ୍ତୁ ସେଭଳି ହୋଇନାହିଁ। ବସ୍ ଟି ଧକ୍କା ଦେଇକି ବିଲ ଭିତରକୁ ପଡ଼ିଛି ଏବଂ ଏଇ ରାସ୍ତା ଦେଇକି ଗୋଟେ ଜେସିବି ଆସୁଥିଲା ଏବଂ ସ୍ଥାନୀୟ ଲୋକମାନେ ଏ ବସ୍ ର ଯାତ୍ରୀ ମାନଙ୍କର ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକ ଏବଂ ଜେସିବି ମେସିନ ସହାୟତାରେ ବସ୍ କୁ ଟେକିକିରି ତା ଭିତରୁ ଯାତ୍ରୀ ମାନଙ୍କୁ ବାହାର କରିଛନ୍ତି ଏବଂ ସେମାନଙ୍କୁ ବାହାର କରିବା ପରେ ପ୍ରଥମେ କିଛି ଖୋର୍ଦ୍ଧା ଏବଂ ଆଉ କିଛି ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କର ଚିକିତ୍ସା ମଧ୍ୟ କରାଯାଉଛି। ଆଉ ଏବେ ବାଘମାରୀ ପୋଲିସ ପହଞ୍ଚି ए बस टी जबत करिछि एवं जे ड्राइवर अछंती तांकु मध्य आमे एठी देखिବାକୁ पाउनु किंतु अन्य लोक माने एठी भिड़ जमैछंती पुलिस रास्ता को खाली करूछि एवं जो यात्री माने ए भितर किछि सामग्री रहिछि जो यात्री मानकर ताकु केमती बाहर करा जिवो ता परे एथि पई मध्य उद्यम आरंभ होबो। निश्चित भाव में एबे जहां आबे पुलिस सहित आलोचना करूथुलु पुलिस कहवा कथा होछि जे जेहेतु घन कुहुडी एवं बरगडरु बस टी आसुथला दीर्घ बाटरु आसीछि तेणु ड्राइवर रही आखि लागी जाइथिबा कथा अनुमान करा जाउछि तबे स्पष्टता होई नै स्पष्ट होला पर जणा पड़िबो किंतु जो सबुठु बड़ कथा हला जे विद्युत खुंटर सहित धक्का हवा परे बस टी विद्युत संजोग होई नै सेटा होछि सबुठु बड़ आश्वस्तर कथा एवं संगे संगे स्थानीय लोक एवं जेसीबी मेसिन सहायता रे बस टी को टेकी के बाहर करा जाइछि।